हरिनाम महिमा जे पर्यंत आमे भगवान निष्ठा भक्तिर स्तर को आमे पहुंचीने हरिनाम रे निष्ठा आसीनी तो से पर्यंत कहीं निष्ठा आसनी ध्यान दे कि शुणु कहीं निष्ठा आसनी कहीं ना पूर्ण रूप रे आमे निज हृदय सहकारे आउ केवल भक्ति आमे करेने केवल भक्ति माने एक्सक्लूसिव डिवोशनल सर्विस केवल भक्ति माने केवल भक्ति अलग किसी कौनसी इतर उद्देश्य न नहीं कि आमे भक्ति करेने कृष्णଙ୍କର सेवा करेने ସେଇଥିପାଇଁ ଆମର ନିଷ୍ଠାଟା ଏ ଭୌତିକ ଜଗତରେ ଅଛି କିଛି ଆଉ ଭଗବାନଙ୍କର ନୂଆ ନୂଆ ଯୋଉ ଆମେ ଭକ୍ତି କରୁଛେ ସେଥିରେ କିଛି ଅଛି ମାନେ ଦି ପଟେ ଅଛି ହେଲା ଦିଟା ନାଁରେ ଗୋଡ ଦେଇଛେ ସେଇଥିପାଇଁ ଭକ୍ତି ବିନୋଦ ଠାକୁର କୁହନ୍ତି କି ଜଣେ ଭକ୍ତ ଯିଏ ନିଷ୍ଠା ସ୍ତରର ହବାକୁ ଯାଉଛି निष्ठा स्तर रे ହେଇନି निष्ठा स्तर को पहुंचीबो से ता पाखरे चारि प्रकारର कौन लिमिटेशन थाए दोष थाए कौन कौन कि समत मन रख टिके तो फास्ट है कि तार ए भौतिक आकर्षण थाए ए भौतिक जगत रे स्ट्रांग आकर्षण थाए दुनिया टा ताको भल लागे तापर द्वितीय शरीर प्रति आकर्षण थाए सूक्ष्म शरीर आ स्थूल शरीर सूक्ष्म से जाने कि मु ए शरीर बोली ता संगरे को शरीर मु हाड़ मांस रे गढ़ा शरीर ता संगरे मोर मन बुद्धि अहंकार ए सब सब स्तर रे से कौन निजको सुरक्षित रखिया पई चेष्टा करे से शरीर रे से आनंद लुटिया पई जाए तो भौतिक आकर्षण शारीरिक शरीर चेतना तृतीय रे कृष्ण व्यतिरेक ज्ञान तार ज्ञान और आसक्ति दीटा जिनिस थाए कृष्णଙ୍କର ଯୋଉ ଜିନିଷଟା କୃଷ୍ଣ କନସିୟସ୍ ନୁହଁ ଯୋଉ ଜିନିଷ ଗୁଡାକ ପ୍ରତ୍ୟକ୍ଷ ପରୋକ୍ଷ ରୂପରେ କୃଷ୍ଣଙ୍କ ସାଙ୍ଗରେ ସମ୍ବନ୍ଧିତ ନୁହେଁ ତାର ସେ ସବୁ ଜିନିଷ ଇଚ୍ଛା ହବ ମୁଭି ଦେଖିବା କିମ୍ବା କିଛି ବି ବାହାରେ ଖାଇଦବା କିମ୍ବା ଯାହା କୁସଙ୍ଗ କରିବା ତ ଯାହା କୃଷ୍ଣଙ୍କର ବ୍ୟତୀତ ଯୋଉ ଯୋଉ ଜିନିଷ ଅଛି ତା ସମ୍ବନ୍ଧରେ ଜ୍ଞାନ ଆଉ ଆସକ୍ତି ସେ ବ୍ୟକ୍ତିର ଥାଏ ଆଉ अंतिम रे से माया द्वारा बहुत जल्दी प्रभावित हो जाए तो चारिटा जिनस निष्ठा स्तर पूर्वर जो भक्त माने रही संगे था तेणु हरिनाम महिमा रे गोटे उदीयमान साधक तो चारिटा प्रकार आकर्षण रु सब कौन बंचिकी रहा दरकार तेणु ଯେତେବେଳେ ଏଇ ଚାରିଟି ଆକର୍ଷଣ ଚାରିଟି ଜିନିଷ ଆମ ପାଖରେ ଅଛି ସେତେବେଳେ ଆମେ କଣ କରିପାରିବା ସେତେବେଳେ ଆମେ ଦୁଇଟା ଜିନିଷ ମୁଁ ଆଜି ସମାଧାନର ଇଏରେ କହିବି ତ ପ୍ରଥମେ ହେଲା ଶ୍ରୀ ବିଗ୍ରହଙ୍କର ସୁନ୍ଦର ସେବା କରିବା ଶ୍ରୀ ବିଗ୍ରହଙ୍କର ସୁନ୍ଦର ସେବା କରିବା ଘରେ ଯୋଉ ଆମକୁ ଅଲ୍ଟର ଇତ୍ୟାଦି ଅଛି ତ ତାଙ୍କର ସୁନ୍ଦର ଭାବରେ ଆମେ ସେବା କରିବା ସେଥିପାଇଁ ପ୍ରାୟ ସବୁ ଭକ୍ତ ମାନଙ୍କ ପାଇଁ ଆମେ ଷ୍ଟାଣ୍ଡାର୍ଡ ଅଲ୍ଟର ବନେଇଛୁ ହେଲା ଘରେ ରଖିକି सेवा କରିପାରିବା ପ୍ରତ୍ୟେକ ଦିନ ଆମେ ଭଗବାନଙ୍କର ସେବା କରିବା ଦରକାର ବହୁତ ସମୟ ତ ଯାହା ବି ଭଗବାନଙ୍କର ଯେତେବେଳେ ଆମେ ବିଗ୍ରହଙ୍କର ସେବା କରନ୍ତି ତାହେଲେ କଣ ହବ ଭଗବାନଙ୍କର ସାଙ୍ଗରେ ଗୋଟେ ସୁନ୍ଦର ସମ୍ପର୍କର ସମ୍ପର୍କ ଧୀରେ ଉଜ୍ଜୀବିତ ହବ ତା ସାଙ୍ଗରେ ଭଗବାନଙ୍କର ଯୋଉ ଦିବ୍ୟ ଅନୁପମ ସୌନ୍ଦର୍ଯ୍ୟ ଭଗବାନଙ୍କର ରୂପ ମାଧୁର୍ଯ୍ୟ ଦ୍ୱାରା ଆମେ ପ୍ରଭାବିତ ହେଇପାରିବା ତ ଫାଷ୍ଟ ହେଲା ଡିଟି worship ଭଗବାନଙ୍କର ସବୁବେଳେ ସେବା କରିବା ଦରକାର ଆଉ ଦ୍ୱିତୀୟରେ ଯୋଉ ଆମର ଗୁରୁଦେବ ଇତ୍ୟାଦି ପୂର୍ବ ଆଚାର୍ଯ୍ୟ ମାନେ ଗୁରୁଜନ ମାନେ ଯୋଉ ସୁନ୍ଦର ସୁନ୍ଦର ବୈଷ୍ଣବ ଗୀତ ଗାଇଛନ୍ତି ସେ ଗୀତକୁ ଆମେ ପ୍ରତ୍ୟେକ ଦିନ ପାଠ କରିବା ଦରକାର ନା ତାହେଲେ ଧୀରେ ଆମ ମନ ସ୍ଥିର ଲାଗିବ ଗୋଟେ ହେଲା ଡିଟି worship କଲେ ଏ ଯୋଉ ଚାରିଟା ଜିନିଷ ଭୌତିକ ଆକର୍ଷଣ ଶାରୀରିକ ଚେତନା କୃଷ୍ଣ ବ୍ୟତିରେକ ଜ୍ଞାନ ଆସକ୍ତି ତା ସାଙ୍ଗରେ ମାୟା ଦ୍ୱାରା ବିଶେଷ ମାୟାର ପ୍ରବଣତା ଦୂର ହେଇପାରିବ କିମ୍ବା ଯଦି ବୈଷ୍ଣବ ମାନଙ୍କର ସଙ୍ଗ ମାନେ ଗୀତ ଆମେ ଗାଇବା ଦରକାର ତ ଗୋଟେ ଫେଭରାଇଟ ମୋର ଗୀତ ମୁଁ କାଲି ସକାଳୁ ସକାଳୁ ବୁଝିଥିଲି ତ ମୁଁ ସେୟାର କରୁଛି ସମସ୍ତେ ବହୁତ ସୁନ୍ଦର ଗୀତ ଏଟା ରୂପ ଗୋସ୍ୱାମୀ ବୋଧେ କୋଉଠି ଲେଖିଛନ୍ତି ଏମିତି ଅଛି अगधमन यशोदानन्दन नन्द सुनो कमल नयन गोपी चन्द्र वृन्दावनेन्द्र प्रणत करुण कृष्ण इत्यनेक स्वरूपे त्वयि मम रतिरुच्चैर्वर्धतां नामधेय
ସେଇଥିରେ ହରିନାମ କୁ ପ୍ରାର୍ଥନା କରାଯାଉଛି। ଅଘଦମନ ହରିନାମ କଣ କରେ? ହରିନାମ କି ଆପଣ ବହୁ ପ୍ରକାର ସ୍ୱରୂପରେ ଆବିର୍ଭାବ ହୁଅନ୍ତି, ଯେମିତି ଅଘଦମନ ମାନେ ଅଘାସୁରକୁ ଯିଏ ବଧ କରନ୍ତି। ଅଘଦମନ ଈଶ୍ୱରାନନ୍ଦନ, ନନ୍ଦ ସୁନୁ, ସୁନୁ ମାନେ ପୁତ୍ର, ନନ୍ଦ ମହାରାଜଙ୍କର ପୁତ୍ର, କମଳ ନୟନ, ଗୋପୀ ଚନ୍ଦ୍ର, ଗୋପୀ ମାନଙ୍କର ଚନ୍ଦ୍ର, ବୃନ୍ଦାବନର ଆପଣ ଭଗବାନ ଈଶ୍ୱର, ବୃନ୍ଦାବନେନ୍ଦ୍ର, ପ୍ରଣତ କରୁଣା, ମୁଁ ଯୋଉମାନେ ଶରଣାଗତ ଭକ୍ତ ତ ତାଙ୍କୁ ଆପଣ କରୁଣା ପ୍ରଦାନ କରନ୍ତି। ଆଉ ପ୍ରଣତ କରୁଣା ହେ କୃଷ୍ଣ ହେଲା। ତେଣୁ ହେ ହରିନାମ, ତେଣୁ ମୋର ଆସକ୍ତି ଆପଣଙ୍କ ପ୍ରତି ସବୁ ସମୟରେ ବଢି 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 ଯାଉ। ତ ଏ ସୁନ୍ଦର ସୁନ୍ଦର ପ୍ରାର୍ଥନା ଯଦି ଆମେ କରିବା, ତାହେଲେ ଧୀରେ 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 କଣ ହେଇପାରିବ? ଆମର ଭଗବାନଙ୍କର ନାମର ଭଜନରେ ଏତେ ବୃଦ୍ଧି ହେଇପାରିବ। ଆହୁରି ବହୁତ ସୁନ୍ଦର ପ୍ରାର୍ଥନା ବି ଅଛି। ବୈଷ୍ଣବ ସଙ୍ଗ ମାନେ, ବୈଷ୍ଣବ ସଙ୍ଗ ମାନେ ବୈଷ୍ଣବ ମାନେ ଯୋଉମାନେ ସୁନ୍ଦର ସୁନ୍ଦର ଇଏ ଗାଇଛନ୍ତି, ସେଟା ଆମେ ଇଏ କରିବା ଦରକାର। ଆଉ ଗୋଟେ ପ୍ରାର୍ଥନା ମୁଁ ଆଜି ପଠେଇଦେବି ବି, ଏସବୁ ଜିନିଷ ସମସ୍ତେ ଧ୍ୟାନ କରିକି। ଭକ୍ତି ବିନୋଦ ଠାକୁରଙ୍କର କୋଉ ବହିରୁ ମୁଁ ଜାଣିନି, ପଢିନି କେବେ, କିନ୍ତୁ ସୁନ୍ଦର ପ୍ରାର୍ଥନା ପ୍ରେୟର ସେଇଥିରେ ଅଛି, ତ ଫଟୋ ଉଠେଇକି ମୁଁ ରଖିଥିଲି। ତ ଏଇଥିରେ ହରିନାମ ଗ୍ରହଣ କରିବା ପୂର୍ବରୁ ଚୈତନ୍ୟ ମହାପ୍ରଭୁ ଏ ହରିଦାସ ଠାକୁର ଯିଏ ଥିଲେ, ତ ହରିଦାସ ଠାକୁରଙ୍କର ତାଙ୍କ ଉଦ୍ଦେଶ୍ୟରେ କୁହନ୍ତି କି ହରିଦାସ ଠାକୁର ମତେ ବହୁତ ପ୍ରିୟ, ଆଉ ଯିଏ ବି ହରିଦାସ ଠାକୁରଙ୍କର ସେବା କରିବ, ତାଙ୍କର ଭଜନକୁ ଗାଇବ, ତାହେଲେ ସିଏ ବି ମଧ୍ୟ ମୋର ଅତି ପ୍ରିୟ ହେଇପାରିବ। ତ ମହାପ୍ରଭୁ ଏଇଟା ସୁନ୍ଦର ଭାବରେ କୁହନ୍ତି। ସେ କୁହନ୍ତି କି ଜୀବନ ସମୟରେ, ଜୀବନ ଥିବା ଭିତରେ ଯଦି ତୁମେ ହରିଦାସ ଠାକୁରଙ୍କର ସଂସ୍ପର୍ଶରେ ଆସିବ, ମୁଁ ତୁମକୁ ପୂର୍ଣ୍ଣ ରୂପରେ ସହାୟତା ପ୍ରଦାନ କରିବି ଭଗବାନଙ୍କ ନାମ ନେବା ପାଇଁ ହେଲା। ଚୈତନ୍ୟ ମହାପ୍ରଭୁ କୁହନ୍ତି। ତମେ ଏଇ ପ୍ରାର୍ଥନା ବି କରିପାରିବା। କୃପା କରି ନାମ ରୂପେ ଆମର ଜିହାୟ, ନିରନ୍ତର ନାଚ ପ୍ରଭୁ ଧରି ତବ ପାୟ। ତ କୃପା କରିକି ହରିନାମ, କୃପା କରିକି ଆପଣ ମୋ ଜିହ୍ୱାରେ ନୃତ୍ୟ କରନ୍ତୁ, ନିରନ୍ତର ଭାବରେ ନୃତ୍ୟ କରନ୍ତୁ। ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି, ରାଖ ଇହା ଲାଓତାମ, ତବ ଇଚ୍ଛା ମତ, ଯାହା ରାଖ ଦେହ ମୋରେ, କୃଷ୍ଣ ନାମ ଅମୃତ। ମତେ ଆପଣ ଏଇ ଦୁନିଆରେ ରଖନ୍ତୁ, ନହେଲେ କୋଉଠି ଆପଣଙ୍କ ଦୁନିଆରେ ରଖନ୍ତୁ। ତ ଯୋଉଠି ବି ରଖୁଛନ୍ତି, ମତେ କଣ ଆପଣଙ୍କର ନାମର ଅମୃତକୁ ପାନ କରାନ୍ତୁ। ଓକେ। ଜଗତ ନାମ ଦିତେ ତବ ଅବତାର, ଜଗତ ଜନେ ମାଝେ ମୋରେ କର ଅଙ୍ଗୀକାର। ମୁଁ ଶୁଣିଥିଲି ଆପଣ ଜଗତ ଜନେ ଆଉ ସବୁ ଲୋକଙ୍କୁ ହରିନାମ ପ୍ରଦାନ କରିବା ପାଇଁ ମାନେ ଅବତାର ଗ୍ରହଣ କରିଛନ୍ତି। ତେଣୁ କୃପା କରିକି ଜଗତ ଜନେ ମାଝେ ମୋରେ କର ଅଙ୍ଗୀକାର, ମାନେ ମୋର ଗୋଟିଏ ଇଚ୍ଛା କଣ କି ମତେ ଆପଣ ଗ୍ରହଣ କରନ୍ତୁ। ମତେ ଆପଣ ଯୋଗ୍ୟ ବୋଲି ଭାବନ୍ତୁ। ଆପଣ ଯୋଉ ହରିନାମ ଦେବା ପାଇଁ ଆସିଛନ୍ତି, ତ ନିଶ୍ଚୟ ଭାବରେ ମତେ ଯୋଗ୍ୟ ବୋଲି ଗ୍ରହଣ କରନ୍ତୁ ହରିନାମ ଦେବା ପାଇଁ। ଏଇଟା ସବୁଠୁ ଫେମସ। আমি ତ ଅଧମ ତୁମି ଅଧମ ତାରଣ, ଉଭୟ ସମ୍ବନ୍ଧ ଏଇ ପତିତ ପାବନ। ତେଣୁ ଏଇଠି ବହୁତ ଭଲ, ତୁମର ମୋର ବହୁତ ସମ୍ପର୍କ ବହୁତ ଭଲ ହେଲା। କଣ ସମ୍ପର୍କ? କାହିଁକି ନା ମୁଁ ଅଧମ ଆଉ ଆପଣ ଅଧମ ତାରଣ କରିବା ପାଇଁ ଆସିଛନ୍ତି। ତେଣୁ ଏଇ ସମ୍ବନ୍ଧରେ ଆପଣ ହେଲେ ପତିତ ପାବନ, ମୁଁ ପତିତ, ତେଣୁ ଆପଣ ମତେ ଉଦ୍ଧାର କରିବେ। ତାପରେ ଲାଷ୍ଟ ଅଚ୍ଛେଦ୍ୟ ସମ୍ବନ୍ଧ ଏଇ ତୋ ମାୟ ମାୟ, ୟାର ବଲେ ନାମାମୃତ ଏ ଅଧମ ଛାୟ। ତେଣୁ ସେଥିପାଇଁ ଏଇ ଯୋଉ ସମ୍ପର୍କ ଆମର ଆଜି ଗଢି ଉଠିଛି, ମୁଁ ପତିତ ତୁମେ ପତିତ ପାବନ, ତ ସେଇ ସମ୍ବନ୍ଧ ଆଧାରରେ ମୁଁ ଆପଣଙ୍କୁ ହାତ ଯୋଡି ବିନମ୍ର ନିବେଦନ କରୁଛି, ପ୍ରାର୍ଥନା କରୁଛି ଯେ ଆପଣ ହରିନାମର ଅମୃତକୁ ମତେ ପ୍ରଦାନ କରନ୍ତୁ। ନା ଏତେ ସୁନ୍ଦର ସୁନ୍ଦର ପ୍ରାର୍ଥନା ଯଦି ଆମେ ହରିନାମ ଜପ କରିବା ପୂର୍ବରୁ ଆମେ ଉଚ୍ଚାରଣ କରିବା, ତ ଧୀରେ ଧୀରେ କଣ ହବ, ନାମ ପ୍ରତି ଆମର ଆସକ୍ତି ବଢିବ ହେଲା। ତେଣୁ ନାମ ଯେତେବେଳେ ଜଣଙ୍କର ଭଲ ହବ, ତାହେଲେ ସେତେବେଳେ ସେ ଭଲ ଭକ୍ତ, ନିଷ୍ଠା ଭକ୍ତ ଆଡକୁ ଯାଇପାରିବ। ଠିକ ଅଛି। ଆଜି ଏତିକି ବହୁତ ସମୟ ହେଇଗଲା। ओके। श्री श्री हरिनाम प्रभु की जय, जगत गुरु श्रील प्रभुपाद की जय। तो ଆମେ ଆଉ ଗୋଟେ ଦୁଇ ମାଳା ଜପ କରିବା। ଓକେ।